ଆଉ କିଛି ଦିନ ଦୁନିଆ ସାମ୍ନାରେ ମତେ ମିଛ ଅଭିନୟ କରିବା ପାଇଁ ପଡିବ ଠାକୁରୀ। ଆଉ କିଛି ଦିନ ବୁଢା ବୟସରେ ଠାକୁରୀ ବୁଢା ବୟସରେ କୁଳରେ ପୁତ୍ର ସନ୍ତାନଟିଏ ଜନ୍ମ ଦେଲ। ଜନ୍ମ ଦେବା କିଛି କ୍ଷଣ ପରେ ପୁଅଟିର ମାକୁ ମଧ୍ୟ ଅଲଗା କରିଦେଲ। ମାତୃହରା ହେଇଗଲା ପୁଅଟା ଆମର। କିଏ ଦେବ ମାର ମମତା, କିଏ ଦେବ ମାର ସ୍ନେହ? ଏହି କଥା ଭାବିଲା ବେଳକୁ এই ମୋ ଛାତିର କଲିଜାଟା ଖଣ୍ଡ ଖଣ୍ଡ ହେଇଯାଉଛି ଠାକୁରୀ। ଏ ମୋ ଛାତିର କଲିଜାଟା ଖଣ୍ଡ ଖଣ୍ଡ ହେଇଯାଉଛି ଠାକୁରୀ। ପୁଅଠାରୁ ମାକୁ ସିନା ଅଲଗା କରିଦେଲ, ମତେ ମଧ୍ୟ ସୁସ୍ଥ ସବଳ ରଖିଲେନି, ମତେ ମଧ୍ୟ ଶାସନ କରିଦେଲ। କେତେବେଳେ କୋଉ ମୁହୂର୍ତ୍ତରେ ଏ ମୋ ପିଣ୍ଡରୁ ପ୍ରାଣଟା ଛାଡ଼ିଯିବ କି ମୁଁ ମଧ୍ୟ ଜାଣିପାରିବି ଠାକୁରୀ। ଠାକୁରୀ, ସତରେ ସତରେ ମୁଁ ଆପଣଙ୍କ ଏ ପୁଣ୍ୟ ସଂସାରରେ ପାପୀ ମଣିଷ। ମୁଁ କ'ଣ ସତରେ ପାପର ଘର କରିଛି? କୁହନ୍ତୁ ନା ଠାକୁରୀ, এই ମୋ ପ୍ରଶ୍ନର ଉତ୍ତର ଦିଅନ୍ତୁ। ସତରେ ମୋର କ'ଣ ଆପଣଙ୍କ ପୁଣ୍ୟ ସଂସାରରେ ରହିବାର ଅଧିକାର ନାହିଁ? ନିୟତି, ତୁ କ'ଣ କହିପାରିବୁ ନିୟତି? ମୁଁ କ'ଣ ସତରେ ତ ପୁଣ୍ୟ ସଂସାରରେ ପାପୀ ମଣିଷ? ମୁଁ କ'ଣ ସତରେ ପାପର ଘର କରିଛି? କହରେ ନିୟତି, କହ। এই ମୋ ପ୍ରଶ୍ନର ଉତ୍ତର ଦିଅ ନିୟତି, এই ମୋ ପ୍ରଶ୍ନର ଉତ୍ତର ଦିଅ। ନିୟତି ରେ ନିୟତି ତ କ'ଣ କଲୁ? মমতা ডোরিরু আজি কলু। মমতা ডোরিরু আজি বন্দিত কলু। মমতা ডোরিরু আজি বন্দিত কলু। না কোন রঙ সুখ
ସ୍ୱାମୀର ସୁଖ କିଏ ଅଳପାରେ କରିବ ପଚାରୁଛି ପଚାରୁଛି ଆଗରେ ତୋର ପୁଣ୍ୟ ସଂସାରରେ ପାପର ଘର ପୁଣ୍ୟ ସଂସାରରେ ପାପର ଘର ପୁଣ୍ୟ ସଂସାରରେ ପାପର ଘର ପୁଣ୍ୟ ସଂସାରରେ ପାପର ଘର ଠାକୁରେ ଠାକୁରେ ଏ ଆପଣଙ୍କ ପୁଣ୍ୟ ସଂସାରେ ଗୋଟେ ପାପୀ ମଣିଷ ପାପର ଘର କରିଛି ଠାକୁରେ ପାପର ଘର କରିଛି କପାଳ ଲିଖନ କି କରିବାନ ମୋ ଭାଗ୍ୟରେ ଯାହା ଶୋଇବ ଲେଖିଦେଇଛନ୍ତି ତାକୁ କିଏ ବା ବଦଳି ଦେଇପାରିବ ମତେ ଭୋଗିବା ପାଇଁ ପଡ଼ିବ ମତେ ସହିବା ପାଇଁ ପଡ଼ିବ ଶୁଣିଛି ଉଦୟନଗର ନରୀଶ ରାଜା ବିଜୟସିଂହ ନ୍ୟାୟବନ୍ତ ଧର୍ମବନ୍ତ ବୋଲି ଏ ରାଜ୍ୟର ସମସ୍ତ ଜନପ୍ରଜା କହନ୍ତି ରାଜା ବିଜୟସିଂହ ନ୍ୟାୟବନ୍ତ ଧର୍ମବନ୍ତ ବୋଲି ମୁଁ ଚାଲିଛି ମହାରାଜାଙ୍କ ନିକଟକୁ ଆଉ ଏ ମୋ ଦୁଃଖର ବାର୍ତ୍ତା ଜଣେଇବି କାଲି এই ମୋ ଦୁଃଖ ଦର୍ଶନୀ ଶୁଣିବ ଦୁଃଖ ଦୂର କରିଦେବି ଜୟ ମହାରାଜାଙ୍କ ନିକଟକୁ ପୁଣ୍ୟ ସଂସାରରେ ଆମର ଘର କିଏ ବନାଏ କିଏ ନିଜର ପୁଣ୍ୟ ସଂସାରରେ ଆମର ଘର କିଏ ବନାଏ କିଏ ନିଜର ପୁଣ୍ୟ ସଂସାରରେ ପାପର ଘର କିଏ ବନାଏ